ଅଧାପନ୍ତରିଆ ହୋଇ ପଡ଼ି ରହିଛି କଲ୍ୟାଣ ମଣ୍ଡପ। ସରକାର ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି, ଯାହାଫଳରେ ଜନସାଧାରଣ ବିବାହ, ବ୍ରତ, ସଭା ସମିତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସୁବିଧା ଏବଂ ସହଜରେ କରିପାରିବେ। ଏପରିକି ପଞ୍ଚାୟତଗୁଡ଼ିକ ମଧ୍ୟ ଏହାଦ୍ୱାରା ଲାଭବାନ ହୋଇପାରିବେ। ଏଥିପାଇଁ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା, କିନ୍ତୁ ସରକାରଙ୍କର ଏହି ଜନହିତକର ଯୋଜନାର ସୁଫଳ ମିଳିପାରୁନାହିଁ। କେଉଁଠି କଲ୍ୟାଣ ମଣ୍ଡପ ଆରମ୍ଭ ହୋଇନାହିଁ ତ ଆଉ କେଉଁଠି ଅଧାପନ୍ତରିଆ ହୋଇପଡ଼ି ରହିଛି, ହେଲେ ଏହାର ପୂର୍ଣ୍ଣାଙ୍ଗ ପାଇଁ କେହି ବି ଚେଷ୍ଟା କରୁନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ପଞ୍ଚାୟତରେ। 2020 ମସିହା ଡିସେମ୍ବର ମାସରେ ଏହି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଦୀର୍ଘ 4 ବର୍ଷ ବିତି ଯାଇଥିଲେ ମଧ୍ୟ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। କେବଳ ଛାତ ପଡ଼ିଯାଇଥିବା ବେଳେ ଆନୁଷଙ୍ଗିକ ଭାବେ କାର୍ଯ୍ୟ ଶେଷ ହେବା ପାଇଁ ଆହୁରି 10 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଆବଶ୍ୟକତା ରହିଥିବା ଜଣାପଡ଼ିଛି, ହେଲେ ଏଥିପ୍ରତି କେହି ବି ଚେଷ୍ଟା କରୁନାହାନ୍ତି। ଗତ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନରେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ଏହି କଲ୍ୟାଣ ମଣ୍ଡପର ପୂର୍ଣ୍ଣାଙ୍ଗ ପାଇଁ ଅର୍ଥ ମଞ୍ଜୁର କରିବାକୁ ବୈଠକରେ ଉପସ୍ଥିତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ବି ଫରକ ପଡ଼ୁନାହିଁ। ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି କଲ୍ୟାଣ ମଣ୍ଡପ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି। ବ୍ୟୁରୋ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତାର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।